ଦିନ ପିଲାଗୁଡ଼ିଙ୍କୁ ଦେଖିଲି, କିଛି ଚକୋଲେଟ୍ ମୋ ପାଖରେ ଥିଲା, ଡାକିକି ତାଙ୍କୁ ସବୁ ଦେଇଛି। କିନ୍ତୁ ମନ ଦୁଃଖ ହେଲା, ଏଇ ଚକୋଲେଟ୍ ଦେଇ କ'ଣ ଲାଭ? ବରଂ ତାଙ୍କ ପାଇଁ କିଛି ସରକାର ସ୍ଥାୟୀ ଯୋଜନା କରନ୍ତୁ। ଯେଉଁମାନେ ପଢ଼ିବାକୁ ଟାଇମ୍ ପାଉନାହାନ୍ତି, ଯେଉଁମାନଙ୍କ ମାଆ ବାପାମାନେ କିଛି ଶିକ୍ଷିତ ନୁହେଁ, ତାଙ୍କର ଶିକ୍ଷା ଉପରେ କିଛି ଜ୍ଞାନ ନାହିଁ, ଇଏ ନାହିଁ, ଏମିତି ଏଇ ପିଲାଗୁଡ଼ାକ ଯଦି ହେଲେ ଆଜି ଭୁବନେଶ୍ୱରରେ କାହିଁ ଏତେ କ୍ରାଇମ୍? ଭୁବନେଶ୍ୱରରେ କ୍ରାଇମ୍ ବର୍ତ୍ତମାନ ଏତେ କାହିଁକି? ବର୍ତ୍ତମାନ ପୋଲିସର ନିଦ ହଜିଯାଉଛି କାହିଁକି? କାରଣ ଏଇ ଯେଉଁ ସବୁ ବସ୍ତି ଅଞ୍ଚଳରୁ ଆସୁଛନ୍ତି ତାଙ୍କର ଶିକ୍ଷା ନାହିଁ। ଆମେ ବି ଆଗେ ବହୁତ ପୁରୁଣାରେ ଆମେ ସବୁ ନାରୀମଲ ତରଫରୁ କସ୍ତୁରବାରୁ ଯାଉଥିଲୁ ନନ୍ଦିନୀ ବସ୍ତି ବସ୍ତି ପିଲାଙ୍କୁ କିଛି କିଛି ଶିଖେଇଛୁ। ମାଳିସାହି ବସ୍ତିକୁ ମୁଁ ଥରେ ଯାଇଥିଲି ବହୁତ ଦିନ ତଳେ। ତାଙ୍କର ନିଜର ବ୍ରୋଡ୍ ମାଇଣ୍ଡ ଯଦି ଆମେ ନ କରିବା, ସେମାନେ କେମିତି ଶିକ୍ଷିତ ହେବେ? ସେମାନେ କ'ଣ ଖାଇବେ, କ'ଣ ତାଙ୍କର ତ ରାତି ପାଇଲେ ଖାଇବା ଚିନ୍ତା ରହିଲା। ଆଉ ସେମାନେ କେମିତି ଡେଭଲପ୍ କରିବେ, କେମିତି ଆମ ସହିତ ସାମିଲ ହେବେ? ନହେଲେ ସେମାନେ ଭୟଙ୍କର ହେଇଯାଉଛନ୍ତି। ସିନା ଆମେ ଦେଖୁଛେ ମାଓବାଦୀ ଜଙ୍ଗଲରେ, କିନ୍ତୁ ତ ଏଇ ପିଲାଗୁଡ଼ା ତ ଆମର ମୁଁ ଭାବୁଛି ଯେତିକି ଏଇ ଯେଉଁ ହଣା କଟା ଖଣ୍ଡା ବୁଲୁଛି, ନ୍ୟୁଜ୍ରେ ଦେଖୁଥିଲି ଓଟିଭିରେ, ଖଣ୍ଡା କାହିଁ ଭୁବନେଶ୍ୱରରେ ବୁଲିଲା, କାହିଁ ଅରାଜକତା ହେଉଛି? ଏଇମାନେ ହିଁ ମାଓବାଦୀ ହେଇଯାଉଛନ୍ତି। ଜଙ୍ଗଲରେ ସିନା ସେମାନେ ଭୟଙ୍କର ରୂପ, ଏମାନଙ୍କର ବି କମ୍ ଭୟଙ୍କର ଲୋକ ନୁହେଁ, ଦୂର୍ତ୍ତରାଜ। ତେଣୁ ମୂଳରୁ ଯଦି ଆମେ ଗଭର୍ଣ୍ଣମେଣ୍ଟ ସମସ୍ତଙ୍କ ପାଇଁ କିଛି କିଛି କରୁଛି, ବୃଦ୍ଧମାନଙ୍କ ପାଇଁ ହଉ, ମହିଳାମାନଙ୍କ ପାଇଁ ସବୁ କିଛି କରୁଛି, ଏ ଛୋଟ ପିଲାଙ୍କ ପାଇଁ କାହିଁ ଧ୍ୟାନ ଦେଉନି? କାଚ କେଉଁଠି ଗୋଟଉଛନ୍ତି, କେଉଁଠି ଅଳିଆରେ ବସୁଛନ୍ତି, କେଉଁଠି କେତେ ଭଲ ଭଲ ପିଲା ବି ଅଛନ୍ତି, ତା ଭିତରେ ଟ୍ୟାଲେଣ୍ଟେଡ଼ ଛୁଆ ବି ଅଛନ୍ତି। କିନ୍ତୁ ସମସ୍ତେ ପାଠରୁ ବଞ୍ଚିତ ହେଉଛନ୍ତି, ସମସ୍ତେ ଦୁଃଖ କଷ୍ଟର ଜୀବନଟାକୁ